ମୁଁ ବର୍ତ୍ତମାନ ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ଯାଉଥିବା କିଞ୍ଚିଲିଂ ପାଦଦେଶରେ ଯେଉଁ କିଞ୍ଚିଲିଂ ପାଖରେ ଯେଉଁ ସାତ ଭଉଣୀ ମନ୍ଦିର ଅଛି ତାର ମିଡିଲ ପଏଣ୍ଟ ଅଛି। ଗୋଟିଏ ପାର୍ଶ୍ୱରେ ବନ ବିଭାଗ ବୃକ୍ଷରୋପଣ ପାଇଁ ଶହ ଶହ ଗଛ କାଟି ଦେଇଛି। ଅନ୍ୟ ପାର୍ଶ୍ୱରେ ଦୃଶ୍ୟ ଆପଣ ଦେଖୁଥିବେ, କ୍ୟାମେରା ସହଯୋଗୀ ଆପଣଙ୍କୁ ଦେଖେବେ। ଏଭଳି ଭାବରେ ଘଞ୍ଚ ଜଙ୍ଗଲ ରହିଥିଲା। ଘଞ୍ଚ ଜଙ୍ଗଲକୁ କାଟି ନୂତନ ବୃକ୍ଷରୋପଣ କରିବା ନାଁରେ ଶହ ଶହ ଗଛକୁ କଟା ହେଇଛି। ଏହି ରାସ୍ତାରେ ଯେବେ ଆମେ ଆଗକୁ ମହେନ୍ଦ୍ରଗିରି ଯିବା ରାସ୍ତା ଅଛି, ଏପଟ ଗାରବନ୍ଧ ରାସ୍ତା ଅଛି। ମୁଁ ବର୍ତ୍ତମାନ ମିଡିଲ ପଏଣ୍ଟରେ ଅଛି। ଆଉ ଦୃଶ୍ୟ ଆପଣ ଦେଖୁଥିବେ, ଗୋଟିଏ ଗଛ ଗଣ୍ଡି ଜଳି ପୋଡ଼ି ମଧ୍ୟ କାଠ ଅଙ୍ଗାର ସଦୃଶ ରହିଛି। ସେ ଦୃଶ୍ୟ ଆପଣ ଦେଖୁଥିବେ, ମିଡିଲ ପଏଣ୍ଟର ଦୃଶ୍ୟ ଆପଣ ଦେଖୁଥିଲେ। ଏଭଳି ଘଞ୍ଚ ଜଙ୍ଗଲକୁ କାଟି ନୂତନ ଜଙ୍ଗଲ ସୃଷ୍ଟି କରିବା, ଏ କିଭଳି ମାନବିକତା ଗଜପତି ବନଖଣ୍ଡର କିଭଳି ସେ ଭାବନା କଲା ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ। ଜଙ୍ଗଲ ସୃଷ୍ଟି ନାଁରେ ଯଦି ଜଙ୍ଗଲକୁ ପୋଡ଼ି ପାଉଁଶ କରି ଧୂଳିସାତ କରାଯାଏ, ଇଏ ହେଉଛି ତା'ର ଦୃଶ୍ୟ। ଆମେ ଯାହା ସ୍ଥାନୀୟ ବାସୀଙ୍କଠୁ ଆଲୋଚନା କରୁଥିଲେ, ଯେତେବେଳେ ସେମାନେ ଗାଁରେ ରହିଥିଲେ, ବହୁ ଧୂଆଁ ହେଲା। ଧୂଆଁ ହେବା ପରେ ନିଆଁ ମଧ୍ୟ ଦେଖାଦେଇଥିଲା। ଏ ଚିତ୍ର ବୟାନ କରିଛି। ଅପର ପାର୍ଶ୍ୱରେ ଗୋଟିଏ ପଟେ ନିଆଁ ଲାଗି ଜାଳି ପୋଡ଼ି ପାଉଁଶ ହେଉଥିବା ପାହାଡ଼ର ଦୃଶ୍ୟ ଦେଖୁଥିବେ, ଆର ପାର୍ଶ୍ୱରେ ଦେଖୁଥିବେ କିଭଳି ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ହୋଇଥିଲା। ଏହି ଘଞ୍ଚ ଜଙ୍ଗଲକୁ କାଟି ଦେଇକି ନିଆଁ ଲଗାଗଲା। ଏ କେବଳ ବନ ବିଭାଗର କାମ କି? ଯଦି ବନ ବିଭାଗ ଯଦି ବୃକ୍ଷରୋପଣ କରିପାରିଥାନ୍ତା, ଗଜପତି ଜିଲ୍ଲାରେ ଶହ ଶହ ଜାଗା ରହିଛି, ବିଭିନ୍ନ ଜାଗାରେ ସିଏ ବୃକ୍ଷରୋପଣ କରିପାରିଥାନ୍ତା। ଏଠି ବଡ଼ ପ୍ରଶ୍ନ ହେଉଛି, ଆସୁଥିବା ଟଙ୍କାକୁ କାଳେ ବାଟବଣା କରିବା ପାଇଁ ଏଭଳି କରାଯାଉଥିବା ପ୍ରଶ୍ନ ହୋଇଛି। ଆଉ ଆଗକୁ ଯିବା, ଆଉ ଗୋଟିଏ ସ୍ଥାନରେ ମଧ୍ୟ ତା'ର ଫଳକ ଲାଗିଛି। ଫଳକ କ'ଣ କହୁଛି, ବ୍ୟାନର ମଧ୍ୟ କ'ଣ କହୁଛି, ଆପଣ ଦୃଶ୍ୟ ଦେଖୁଥିବେ। ଏ ହେଉଛି ମା ସାତ ଭଉଣୀଙ୍କ ମନ୍ଦିର। ଏଠି ସବୁ ଲୋକ ଯିବା ଆସିବା କରୁଛନ୍ତି। ଘଞ୍ଚ ଜଙ୍ଗଲ, ମଉସା ଜଣକ ମଧ୍ୟ ସେଠି ଅଛନ୍ତି, ଆମେ ପଚାରି ବୁଝିବା। ଲେବର ଦେଇକି ପରିଶ୍ରମ କରିଛନ୍ତି, ତାଙ୍କୁ ନିଜେ କରିଛନ୍ତି। ନାଇଁ, ଯଦି ଲୋକଙ୍କୁ କାମକୁ ଆଣୁଛନ୍ତି, ନିଆଁ ଲଗେଇଲେ କିଏ ସେଇଟା କହିବନି। ଶୁଣନ୍ତୁ, ସପରେଟ୍ ଡିପେଣ୍ଡ କରୁଛି। କାହିଁକି ନ କଲେ ସେ ଇଏ ତାଙ୍କ ବାହାରେ ଭାଣିଲେ ଶୁଣି ରହିବେ। କିଏ 50ଟା ଷ୍ଟାଫ୍ ଅଛନ୍ତି ଦେବେ। ସେଠାରେ ଜଙ୍ଗଲକୁ ସଫା କରି ଦିଆଯାଇ ବର୍ତ୍ତମାନ ସେଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଛି। ମୁଁ ଆପଣଙ୍କୁ ଯେଉଁ ବ୍ୟାନରଟି ଲଗାଇଛନ୍ତି, ମୁଁ ତାର ଚିତ୍ର ଦେଖାଇବି। ଏ ହେଉଛି ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା କାର୍ଯ୍ୟକ୍ରମ ହେଇଛି। ଆପଣ ଦେଖୁଥିବେ ଲେଖା ହେଇଛି ସହଭାଗୀ ପ୍ରାକୃତିକ ପୁନର୍ଜନନ ଅଧୀନରେ ଖାଲି ସ୍ଥାନରେ ବୃକ୍ଷରୋପଣ। ଆପଣ ବୁଝିପାରୁଥିବେ ନିଶ୍ଚିତ ଭାବରେ, ଖାଲି ସ୍ଥାନରେ ବୃକ୍ଷରୋପଣ କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ କିଭଳି ଭାବରେ ଯେଉଁଠି ଘଞ୍ଚ ଜଙ୍ଗଲ ଚାରିଆଡ଼େ ଗଛ ପତ୍ର ବନ ବୁଦାରେ ପରିପୂର୍ଣ୍ଣ ହୋଇଥିଲା, ସେଠାରେ କିଭଳି ଭାବରେ ବୃକ୍ଷରୋପଣ ପାଇଁ ଅଣ୍ଟା ଭିଡ଼ିଲା ଗଜପତି ବନ ବିଭାଗ। ନା ଏହି ଟଙ୍କାକୁ ଆତ୍ମସାତ କରିବା ପାଇଁ ଯୋଜନା କରାଯାଇଛି, ଯାହାଫଳରେ ଗଛକୁ କାଟି ନିଆଁ ଲଗାଇ ତାକୁ ଧ୍ୱଂସ ବିଧ୍ୱଂସ କରାଯାଇଛି। ଆପଣ ଦୃଶ୍ୟ ମୁଁ ଦେଖାଇବି ଆପଣଙ୍କୁ। ଗଛର ଗଣ୍ଡି ନିଶ୍ଚିତ ଭାବରେ ଚକିତ କରିବ। ଦେଖୁଥିବେ କିଭଳି ଭାବରେ ବଡ଼ ବଡ଼ ଗଛ କଟା ହେଇଛି। ଏ ଗଛ କେଉଁଠୁ ଆସିଲା ବଡ଼ ପ୍ରଶ୍ନ। ଯଦି ଚାହିଁଥିଲେ ଲୁହା ବ୍ୟାରିକେଡ଼ରେ ଆମେ ବ୍ୟାରିକେଡ଼ କରିପାରିଥାନ୍ତେ, ମାତ୍ର ତାହା ନକରି ବନ ବିଭାଗ ସେ ଟଙ୍କାକୁ ବଞ୍ଚାଇବା ପାଇଁ, ଟଙ୍କାକୁ ଭାଗ ବଣ୍ଟା କରିବା ପାଇଁ ଏଭଳି କରିଥିବା ବଡ଼ ପ୍ରଶ୍ନ ହେଉଛି। ଦେଖୁଥିବେ ଗଦା ହେଇଛି କୁଡ଼ କୁଡ଼ କାଠ। ଏ କାଠ କେଉଁଠୁ ଆସିଲା? ଯେଉଁଠି ଗଛ କଟା ହେଲା, ଗଛ ମୂଳ ଅଛି, ଗଣ୍ଡି ଦେଖାଯାଉନି। ତା ପ୍ରଶ୍ନ ଆସିଥିବା ବେଳେ ଏଠାରେ ମଧ୍ୟ କାଠ ଗଣ୍ଡି ଅଛି। ଆପଣ ନିଶ୍ଚିତ ଭାବରେ ଦୃଶ୍ୟ ଦେଖୁଥିବେ। ଦେଖନ୍ତୁ, କିଛି ଦିନ ପୂର୍ବରୁ ଆମେ ସମସ୍ତେ ଯାଇଥିଲୁ ମହେନ୍ଦ୍ରଗିରି ଯେଉଁ ସ୍ୱଚ୍ଛ ଭାରତର ଅଭିଯାନରେ। ମୁଁ ଫେରିଲା ବେଳେ ମୁଁ ଦେଖିଲି ଗୋଟେ ଛୋଟ ପାଖାପାଖି ଗୋଟେ 60 ଏକର ଜଙ୍ଗଲଟି ପୁରା ଜଳୁଥିଲା। ସେଠି କିଛି ଫରେଷ୍ଟ ବିଭାଗର ଲୋକମାନେ ବି ଥିଲେ। ମୁଁ ଭାବିଲି ଏଠି କ'ଣ ବୋଧେ କିଛି ଭୁଲରେ ନିଆଁ ଲାଗିଯାଇଛି ନା କ'ଣ। କିନ୍ତୁ ତାପରେ ଯେତେବେଳେ ମୁଁ ମିଡ଼ିଆ ମାଧ୍ୟମରେ ପଢ଼ିଲି କିମ୍ବା ଜାଣିଲି, ସେଟାକୁ ବର୍ତ୍ତମାନ ଯେଉଁ ଏବେ ନୂଆ ବୃକ୍ଷ ଲଗାଇବା ପାଇଁ ଆଲୋଚନା କରିକି ସେ ଯେଉଁ ପୁରୁଣା ବୃକ୍ଷକୁ କାଟିକି ଜାଳିବାର କାମ କରିଛନ୍ତି, ଯେଉଁଟାକି ବହୁତ ଆଶ୍ଚର୍ଯ୍ୟ ଏବଂ ଦୁର୍ଭାଗ୍ୟ। କାହିଁକିନା ଆପଣମାନେ ସମସ୍ତେ ଜାଣିଛନ୍ତି, ଆମେ ଯେତେବେଳେ କହୁଛେ ଗୋଟେ ଗୋଟେ ଗଛ ଆମ ପାଇଁ ଜୀବନ ସହିତ ସମାନ, ତା'ର ଜୀବନ ବଞ୍ଚାଇବାର ହେଉଛି ଆମ କର୍ତ୍ତବ୍ୟ। ଯଦି ଆମେ ପୃଥିବୀରେ ଯଦି ରହିବାର ଅଛି, ଆମେ ଗଛ ସହିତ ହିଁ ରହିବାର ଅଛି। ସେ ସମୟରେ ଆମ ପାଖେ ଆହୁରି ବହୁତ ଜାଗା ଅଛି, ଖାଲି ପଡ଼ିଆ ଗୋଟେ ଅଛି, ଜଙ୍ଗଲ ଅଛି, ଯେଉଁଠିକି ଆମେ ଗଛ ଲଗାଇ ପାରିବା। କିନ୍ତୁ ପୁରୁଣା ଗଛକୁ ବଡ଼ ବଡ଼ 15-20 ବର୍ଷର ପୁରୁଣା ଗଛକୁ ଯେତେବେଳେ କାଟିଛନ୍ତି, ଯାହାକୁ ଜାଳିଛନ୍ତି, ନିହାତି ଭାବେ ଉପରେ ତଦନ୍ତ ହେବା ଦରକାର। ଆଉ କିଏ ଏଟାକୁ ସେମାନଙ୍କୁ ଆଦେଶ ଦେଇଥିଲା ଏସବୁ କାମ କରିବା ପାଇଁ, ତା'ର ବି ରିପୋର୍ଟ ଗୋଟେ ବାହାର କରିବାକୁ ପଡ଼ିବ ନିହାତି ଭାବେ। ଦେଖନ୍ତୁ, ଆମେ ଯେତେବେଳେ କଥା ହେଉଛେ, ଆମେ ବୃକ୍ଷ ସମ୍ପଦ ହେଉଛି ଆମର ସବୁଠୁ ବଡ଼ ହିଡେନ୍ ଜେମ୍। ଯେତେବେଳେ କହୁଛି ଗଜପତି ଜିଲ୍ଲାରେ ଆଜି ସାରା ପର୍ଯ୍ୟଟନ ସ୍ଥଳ ଆସୁଛନ୍ତି ଗଜପତିକୁ, ବର୍ତ୍ତମାନ ଗୋଟେ ପର୍ଯ୍ୟଟନ ସ୍ଥଳ ଭାବେ ଦେଖିକି ମହେନ୍ଦ୍ରଗିରି, ସିଏ ତା'ର ଗୋଟେ 2-3 କିଲୋମିଟର ଭିତରେ ଯଦି ଏ ଯେଉଁ ପୋଡ଼ା ଜାଳିବା ଗଛ କାଟିବାରେ ଯଦି
दृश्य आम देखुचे निहाती भाव तार समस्ते पार्टी खुलिकी से माने समाधान दबार तांकर कर्तव्य दायित्व अच्छी निहाती भाव एटापाई मु जिलापाल को भी पचारि दृढ़ कार्यानुष्ठान सहित तदंत दाबी करेंगे निहाती भाव मु तो करी आपण मैंने भी यहाँ आउ टे दृष्टि आलोक करूँ निहाती भाव आउे जी भी कर अति निंदनीय निष्ठान कार्यानुष्ठान नवा भी दरकार अच्छे सरकार करी निया लगे निया लगे निर्देश किए देथिला निया कहीं लगागला निया लगे निर्देश रही कि एथिरे जदि कहबा कौनसी काठ माफियांकर हाथ रही कि विभिन्न तदंतर सापेक्ष होता बेले मुझे आपको संपूर्ण दृश्य देखाइबी ये संपूर्ण जंगल जदि कहबा महेंद्र अंचल रे जाउथिबा किंचिलिंग जंगल को पूरा संपूर्ण जाली पड़ी पाउंस कर देछि दृश्य आपण माने मध्य संपूर्ण ये वीडियो देखि पारुथिबे मु ता सहित आपन को आउ किछि गछर दृश्य देखाइबी ए छोट छोट गछ मध्य कटाइछि जदि कहबा प्रत्येक गछ मूल्यवान प्रत्येक गछर जीवन मूल्यवान रही एठारे मध्य बहु औषधीय गछ रही ग्रामवासी कहते जदि कहबा बहु औषधीय गछ सहित बड़ बड़ गछ कटाई मु आउ दृश्य देखाबी देखुवे दृश्य नंबर 1 दृश्य नंबर 2 दृश्य नंबर 3 एभली भाव में आपण गणी गणी दिन सरीज जदि कहबा शह शह गछ ना तो हजार हजार गछ एठी कटिछि ए गछ काटिया अनुमति किए देला आपण जो गंडीर दृश्य देखुथिबे एते बड़ गछ हवापाई केते वर्ष केते दिन केते समय लागुथिबो मात्र किछि भाबी न सुझी आसुथिबा सरकारंगर टंका को बाटबणा करिया पई अधिकारी ए चक्रांत कहले अत्युक्ति हेबा नै आपण दृश्य निश्चित भाव में बयान करथिबो तेबे आमे संपूर्ण जो दृश्य देखुले ता सहित अधिकारी कौन कहते कहीं गछ कटाला जंगल पोड़िया कहार रही कि निर्देश वीडियो आमर इनक्वारी चलती से किए कौन से ये कर ऑलरेडी स्टाफ को डिप्लॉय कर बाहर करूँ से लोक किए अच्छी कौन नहीं आम तदंत चलती बड़ गछ जो कटाई तार भी इनक्वारी चलती इनक्वारी है जना पड़ो कौन से जगह आम प्लांटेशन हबार अच्छी पाखापाखि 25 हेक्टर प्लांटेशन एरिया से आमर से जगह 12,500 गछ लगे अच्छे आउ पाखापाखि 20 ରୁ 25 स्पेसीस माने प्रकार गछ से जगह आम लगे प्लान रखी विधायक मध्य तदंत दाबी कले विधायक आगामी समय से जिलापाल को भेटा सहित एथिपाई दाबी कर जहाँ आम आलोचना करुले जो रेंजर रही सी कहते जो व्यक्ति निया लगे तार तदंत चली निया लगे पछरे कहार रही हाथ रही कि काठ माफिया हाथ ना जो अधिकारी एठारे दायित्व अच्छा दायित्वर अवहेला करी लोकों को आनी एठी गछ काटुचंती एवं गछ काटिया पर से गछ को बाहर को रप्तानी करुछि कि एभली विभिन्न प्रश्नवाची सृष्टि होछि विभिन्न प्रश्नवाची होता बेले गोटे पार्श्व जदि कहबा डीएफओ मध्य मुह खोलना कहीं बड़ बाबू मुह खोलना मुह न खोलिया पछरे रही कि रहस्य वीडियो स्क्रीन माध्यम देखुथिबे निया लगाउछंती गोटे व्यक्ति ता सहित एठारे मूल गंडी अलग कर दिया जायछि ए संपूर्ण पछरे कहार रही हाथ तदंत पर ही जना पड़ो बोली आमको जो रेंजर कहते तेरे तदंतर दिग कुआड़े जाऊँगी तदंत क्या सपेक्ष जाऊँगी देखा बाकी रहा गजपति हेमंत प्रधान खबर ओडिशा।